ନାଇଁ ଦୁଃଖ ଯେହେତୁ ଝିଅଟା 15-16 ବର୍ଷ ଝିଅଟା ସାନ ଝିଅଟା ଯେହେତୁ ତାର ଏବେ ଦେହାନ୍ତ ହେଇଯାଇଛି ବହୁତ ଦୁଃଖର କଥା। କିନ୍ତୁ ଆମେ ବି ଆଉ କଣ କରିବା ଭଗବାନଙ୍କୁ ସାୟଦ ମଞ୍ଜୁରୀ ନାହିଁ ସେଇଥିପାଇଁ ତାର ଏ ଅବସ୍ଥା ଏମିତି ହେଲା। କିନ୍ତୁ ପ୍ରଶାସନ ତରଫରୁ ବହୁତ ସପୋର୍ଟ ମିଳିଛି ଏୟାରଲିଫ୍ଟରେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହୋଇଥିଲେ ତାପରେ ସେଠୁ ବି ମଧ୍ୟ ରାଜ୍ୟ ସରକାର ଡେପୁଟି ସିଏମ୍ ବି ପ୍ରଶାସନ ଦେଇଛନ୍ତି କି ଆମେ ଏଠୁ ନେଇକି ଘର ପର୍ଯ୍ୟନ୍ତ ଯୋଉ ବଡିକୁ କେମିତି ବି ପହଞ୍ଚେଇବୁ ସେଇଟା ଆମର ଦାୟିତ୍ୱ। ଆଉ ଯାହା ତ ଘଟଣା ହେଇଯାଇଛି ହେଇଯାଇଛି ସେଥିପାଇଁ ସମସ୍ତଙ୍କ ମନ ଦୁଃଖ ଅଛି ଆଉ। ଆମେ ଛୁକ୍ ବଳଙ୍ଗା ଯୋଉ ବାୟାବର ଯୋଉ ପୀଡ଼ିତାର ଯୋଉଠି ଶବଟା ଆଜି ପୋତା ଯିବ ସେ ଜାଗାରେ ଆମେ ଆଜି ଅଛୁ। ଆଜି ବାୟାବରରେ ଏ ଯୋଉ ଘଟଣାଟି ଘଟି ଯାଇଛି ପୀଡ଼ିତାର ବହୁତ ଦୁଃଖଦ ଘଟଣା। ବାୟାବର ଗାଁ ଭିତରେ ଆମେ ଦେଖୁଥିଲୁ ଆଜି ବାୟାବର ଗାଁରେ ସେ ଯୋଉ ତାଙ୍କ ଘରେ ତାଲା ପଡ଼ିଛି ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏ ଗାଁର ଲୋକମାନେ ସମସ୍ତେ ନିଜ ଝିଅଟାକୁ ହରେଇଛନ୍ତି ସେଥିରେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତେଣୁ ଆଜି ବହୁତ ଦିନ ପରେ ସଂଘର୍ଷ କରିକିରି ତାର ଜୀବନ ସେ ବଞ୍ଚେଇ ପାରିଲାନି। ବହୁତ ସରକାର ବି ବହୁତ ପଦକ୍ଷେପ ନେଇଥିଲେ। ଭୁବନେଶ୍ୱରରୁ ଏମ୍ସରୁ ଦିଲ୍ଲୀ ଏମ୍ସ ପର୍ଯ୍ୟନ୍ତ ତାକୁ ଏୟାରଲିଫ୍ଟ କରାଯାଇଥିଲା। ସମସ୍ତେ ଆଶା କରିଥିଲେ ଯେ ଝିଅଟି ବଞ୍ଚିଯିବ ବୋଲି। ତଥାପି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଯାଇଥିଲେ ଜାଗାକୁ ଦିଲ୍ଲୀ ଯାଇଥିଲେ ଆଉ ସେଠି ବି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସେଠି ବି ତାଙ୍କର ଯୋଉ ସ୍କିନ୍ ଗ୍ରାଫ୍ଟ କରାଯାଉଥିଲା ଆଉ ବି ସେ ଆଶା କରାଯାଉଥିଲା ଯେ ପିଲାଟି ଖୁବ୍ ଶୀଘ୍ର ଭଲ ହେଇଯିବ ବୋଲି। ସେଠି ତା ବାପା ମା ସମସ୍ତେ ଥିଲେ। ତେଣୁ ସେମାନେ ମାନେ ତାଙ୍କ କହିବା କଥା ବି ଭଲ ଥିଲା ଆଶା ବି ବହୁତ ପୀଡ଼ିତାଟି ବହୁତ ଭଲ ଥିଲା। ଏବେ ସ୍ୱାସ୍ଥ୍ୟ ଭଲ ଅଛି ବୋଲି ତେଣୁ ସମସ୍ତେ ଆଶା କରୁଥିଲେ। ପାଖ ପଡ଼ୋଶୀ ଗାଁ ମାନେ ସବୁ ଦୀପ ଯୋଉ ହିନ୍ଦୁ ଲୋକମାନେ ଅଛନ୍ତି ସବୁ ଦୀପ ଜାଳୁଥିଲେ। ଆଉ ଯୋଉ ଆମର ମୁସଲି ଭାଇମାନେ ଅଛନ୍ତି ସେମାନେ ବହୁତ ଆଶା କରିଥିଲେ ତାଙ୍କ ନମାଜ ପାଠ କରୁଥିଲେ ଯୋଉ କେମିତି ଝିଅଟି ବଞ୍ଚିବ। ସମସ୍ତେ ଏ ପାଖ ଏରିଆର ସବୁ ଲୋକମାନେ ଆଶା ବାନ୍ଧି ବସିଥିଲେ ଆମ ଝିଅଟି ଫେରି ଆସିବ ବଞ୍ଚିକିରି। କିନ୍ତୁ ଦୁଃଖଦ ଘଟଣା କାଲି ଝିଅଟିର ଦେହାନ୍ତ ହେଇଯାଇଛି। ତେଣୁ ବହୁତ ଦୁଃଖର ବିଷୟ। ତେଣୁ ଆମେ ଆଜି ତାର ପୋଷ୍ଟମର୍ଟମ ଚାଲିଛି ରାତି ସୁଦ୍ଧା ତାର ଶରୀରଟି ଆସି ମର ଶରୀରଟି ଆସିକିରି ଗାଁରେ ପହଞ୍ଚିବ। ଗାଁରେ ପୁରା ଶୋକାକୁଳ ଅବସ୍ଥା। ତେଣୁ ତାଙ୍କ ଘର ଆମେ ଦେଖୁଥିଲୁ ତାଙ୍କ ଘରେ ତାଲା ପଡ଼ିଛି ସମସ୍ତେ ପୁରା ଗାଁ ସୁନସାନ। ଏଠି କ୍ୟାମେରାମ୍ୟାନ କହି ଦେଖେଇବେ ଯେ ଯୋଉ ଜାଗାରେ ଆଜି ତାଙ୍କର ଖୋଳା ଯାଉଥିଲା ଯେ ତାଙ୍କର ଯୋଉ ମର ଶରୀରଟି ଆଜି ଏଠି ପୋତା ଯିବ ଏଇ ଜାଗାରେ। ଏ ଯେ ତାଙ୍କର ଗାଁର ସମସ୍ତେ ଭାଇ ବନ୍ଧୁ କୁଟୁମ୍ବ ମାନେ ମିଶି ସମସ୍ତେ ଏଠି ଖୋଳୁଥିଲେ। ଏ ଜାଗାଟିକି ଘୋଡ଼େଇ ଦିଆଯାଇଛି କୌଣସି ବର୍ଷା ଫର୍ଷା କିଛି ଅସୁବିଧା ଥିବ ତେଣୁ ସେଥିପାଇଁ ସେମାନେ ଘୋଡ଼ାଘୋଡ଼ି କରିଛନ୍ତି। ଶବ ଆସିଲା ପୂର୍ବରୁ ପୂର୍ବ ପ୍ରସ୍ତୁତି ସବୁ ସରିଛି। ଗାଁର ସବୁ ଯୁବକମାନେ ଆଉ ସବୁ ମଉସାମାନେ ଯିଏ ଅଛନ୍ତି ତାଙ୍କର ସମ୍ପର୍କୀୟ ସମସ୍ତେ ମିଶିକିରି ଦୁଃଖ ପୁରା ଶୋକକୂଳ ଅବସ୍ଥା ଦୁଃଖ ଅବସ୍ଥାରେ ସମସ୍ତେ ପୁରା ଗାଁ ସୁନସାନ। ଆଉ ତ ଆମେ ଦେଖୁଥିଲୁ ଏଠି ସମସ୍ତେ ଲାଗି ପଡୁଛନ୍ତି ଏ କାମରେ। ସକାଳୁ ପୁରା ଖୋଳା କାମରେ ଲାଗିଥିଲେ। ଏବେ ଦେଖୁଛନ୍ତି ସବୁ କଭର କରାଯାଇଛି ସେଟାକୁ ସବୁ କଭର କରାଯାଇଛି ତାକୁ ପାଲ ଘୋଡ଼ା ଯାଇଛି କିଛି ଯେମିତି ବର୍ଷା ପାଣି କିଛି ନ ପଡ଼ିବ। ଆଚ୍ଛା ଆମେ ବର୍ତ୍ତମାନ ଦେଖିବା ଆସନ୍ତୁ ଆମେ ତାଙ୍କର ଜଣେ ପ୍ରତିକ୍ରିୟା ନେବା। ଏଠି ଅଛନ୍ତି କିଛି ଭାଇ ତାଙ୍କର ସବୁ ଅଛନ୍ତି ପାଖ ପଡ଼ିଶା ଭାଇ ତାଙ୍କ ଟିକେ ନେବା ପ୍ରତିକ୍ରିୟା ନେବା। ଆଜ୍ଞା କ'ଣ କହିବେ ଆଜିର ଏଇ ଯୋଉ ଦୁଃଖଦ ଘଟଣାରେ ଆପଣ କେମିତି ଆଶା କରିଥିଲେ ପିଲାଟି କେମିତି ଫେରି ଆସିବ ଆଉ ଆଜି ଦୁଃଖଦ ଘଟଣା ଯୋଉଟା ପିଲାଟି ଆଜି ଫେରିବ ପୁରା ମର ଶରୀର ହେଇକି ଫେରିବ ଆପଣ କେମିତି ଅଛନ୍ତି ତାଙ୍କ ଘର ପଡ଼ିଶା ଲୋକ କେମିତି ଅଛନ୍ତି ଆପଣ ଆଜି କେମିତି ଦେଖୁଛନ୍ତି ଆଜି ଏଇ ଦିନଟାକୁ? ନାଇଁ ଦୁଃଖ ଯେହେତୁ ଝିଅଟା 15-16 ବର୍ଷ ଝିଅଟା ସାନ ଝିଅଟା ଯେହେତୁ ତାର ଏବେ ଦେହାନ୍ତ ହେଇଯାଇଛି ବହୁତ ଦୁଃଖର କଥା। କିନ୍ତୁ ଆମେ ବି ଆଉ କଣ କରିବା ଭଗବାନଙ୍କୁ ସାୟଦ ମଞ୍ଜୁରୀ ନାହିଁ ସେଇଥିପାଇଁ ତାର ଏ ଅବସ୍ଥା ଏମିତି ହେଲା। କିନ୍ତୁ ପ୍ରଶାସନ ତରଫରୁ ବହୁତ ସପୋର୍ଟ ମିଳିଛି ଏୟାରଲିଫ୍ଟରେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହୋଇଥିଲେ ତାପରେ ସେଠୁ ବି ମଧ୍ୟ ରାଜ୍ୟ ସରକାର ଡେପୁଟି ସିଏମ୍ ବି ପ୍ରଶାସନ ଦେଇଛନ୍ତି କି ଆମେ ଏଠୁ ନେଇକି ଘର ପର୍ଯ୍ୟନ୍ତ ଯୋଉ ବଡିକୁ କେମିତି ବି ପହଞ୍ଚେଇବୁ ସେଇଟା ଆମର ଦାୟିତ୍ୱ। ଆଉ ଯାହା ତ ଘଟଣା ହେଇଯାଇଛି ହେଇଯାଇଛି ସେଥିପାଇଁ ସମସ୍ତଙ୍କ ମନ ଦୁଃଖ ଅଛି ଆଉ। ଏବେ ତାଙ୍କ ଘରର ତାଙ୍କ ବାପା ମା ତାଙ୍କର ସ୍ଥିତି ଭଲ ନାହିଁ ଯେମିତି କହୁଥିଲେ ସମସ୍ତେ ଦୁଃଖରେ ଅଛନ୍ତି। ଆଚ୍ଛା କ'ଣ ହେଇଥାଇପାରେ ଭାବୁଛନ୍ତି ଯଦି ତାଙ୍କ ଆମେ ଶୁଣୁଥିଲୁ ଯେ ତାଙ୍କ ବାପାଙ୍କର ପ୍ରତିକ୍ରିୟା ଆଗରୁ ଶୁଣାଯାଇଛି ଯେ ସେ କହୁଥିଲେ ଝିଅଟି ବହୁତ ମାନେ ଦୁଃଖରେ ଥିଲା ଭାଙ୍ଗି ପଡ଼ିଥିଲା ତାର କିଛି ମାନସିକ ଅବସାଦ ଥିଲା ତେଣୁ ସେଥିପାଇଁ ଘଟଣାଟା ଘଟିଥାଇପାରେ। ଯେ ଯଦି ଏସବୁ ଜିନିଷ ହେଇପାରିଥାଏ ତାହେଲେ କାହିଁକି ତା ଆଗରୁ କାହିଁକି ଏଇଟା ତା ବାପା ମା କହିଲେନି ବା ଏ ଜିନିଷଟା କାହିଁକି ସାମ୍ନାକୁ ଆସିଲାନି ଆଉ କ'ଣ ୟା ଉପରେ କିଛି ଅଛି? ଏଇ ଘଟଣା 19 ତାରିଖରେ ଘଟିଥିଲା। 19 ତାରିଖ ପର୍ଯ୍ୟନ୍ତ ସେମିତି କିଛି ଜଣା ପଡୁନଥିଲା। 19 ତାରିଖ 20 ତାରିଖ ସେ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ଗଲା। ବାପା ଯାଇଥିଲେ ତା ଝିଅର ବାପା ତାର ଦାଦା ତାର ପିଇସି। କିନ୍ତୁ 14 ଦିନ ପାଖାପାଖି ତା ବାପା ତା ସାଙ୍ଗରେ ଥିଲେ। ସେ ଝିଅ ମେ ବି ବହୁତ କିଛି ବାପାକୁ କହିଛି ସେଇଥିପାଇଁ ତା ବାପା ଯାହା ବି କହିଛନ୍ତି ସେଟା ଟ୍ରୁଲି ପୁରା ଫ୍ୟାକ୍ଟ କିଛି ସେଥିରେ ମିଛ ନାହିଁ।
आमे शुणुले प्रतिक्रिया नौथिले तांको बापा तांको कहिछि जो प्रतिक्रिया आमे नौथिले तांकर ये पड़ोसिया भाई हेबे जणे से कहउथिले जे तांको बापा झियो को इसु विषय रे कहिछि जे आमे आशा करथिलु जे झियोटी माने किछि बछि के आसे बोली आपण कोन आशा करथिले झियोटा केमिति फेरिबो बोली आपण आशा करथिले आज्ञा आशा कोन भगवान जे चाहिलेन ताको कोन कहबा नहीं तथापि आपण जो समस्ते जमती आपण पाख पड़ोसी गाँ लोक मैंने जमती आशा करथिले आम झीटी फेरी आसू आ यार पर्दाफाश कर आसिले जे केमती कौन घटना घटी समस्ते आशा कर रही राज्य प्रशासन ठू आरंभ कर माने समस्ते अपेक्षा करथिले जे गोटे भल खबर आसो जहाँकि किए दायी अच्छी किए आसामी अच्छा धरा पड़े किसी तथ्य मिल तेणु ये सब किसी पूर्व पिलाटी देहांत होगा तेणु आपण कौन कहे जे केते आशा बांधे जे आज झीटे आसबे आपण गाँ कथा कहूँ आपण गाँव आपण जड़े भाई हे आपण कौन देखुं केमी जे आसी से भलरे आसते कौन हो पार था भावुले झील तो सब कहीदे एस्टिमेट कहीदे सब क्राइम ब्रांच जाइए समस्त झील सब कहीदे सत कथा से मैंने ये करेंगे विषय आम तो जानू कौन ये कथा आपण केते दुख अच्छा परिवार आपण माने से आम दादा हे बापा जी आम जेजेंकर भाई से बहुत आम मन दुख कहीं कुटुंब लोक से आम निज संपर्क से आमर बहुत से आम जेजे थे बापा आमर बहुत भल लोक थे से आम दादा भी भल लोक फैमिली टोटाल पूरा भल लोक आम प्रतिक्रिया नौथिले जो थिले एठी तांकर दादा हिसाब हे तांकर बापांकर तेणु आमे देखौछु तांकर ए जो कबर दिया जिवो एठी तांकर शरीर को तेणु बहुत मीयमान गाँ लोक मैंने सब बहुत दुखरे अच्छा आम सागर अच्छा तांकर आउ जड़े संपर्क अच्छा पड़िशार आम प्रतिक्रिया नवा जे देखु एते दुख भितर से सब भांगी पड़ती तो कौन कहे आज्ञा कौन कहे केमिति आज झीटी आपणकर आसो माने मोर शरीर आसो आप समस्ते से भितर अच्छा आज गात खोलुले जो कबर देवे बोली कौन कहे जे कौन केमिति आपन परिस्थिति स्थिति केमिति अछि आपन केमिति लागुची कौन कहे कौन आज्ञा आम तो देखुच तुम आगे सब चली ए धंदा तो आम करुचु से झीर मरवा शुणी आम बहुत दुख से कथा तो कौन कह बाबू मुझे तो आम जमती पिलाटी आसिले केमती तार नित्यक्रम आम सारी बोली लगे कौन आशा करथिले झीटी आपण भाभी जे झीटी जे आज एमती अवस्था आसो आप समस्त आशा कौन करथिले आगुरु आसो बोली जे कौन आशा कर माने कौन हेई थाई पारे घटना जे आपण भावुछंती एमती काई कि हैला पिलाटी तो बंची बोली थिला आशा जे कौन से तो सब कथा आम शुणुलु ऊपर भल अच्छी आसब सब कर हाँ काली शुणला बेलू एमती हाल हाँ मरण मृत्यु करगला से आम तो से विषय बहुत चिंतित अच्छु बहुत ता सकाशे आम बहुत किसी करूँ पढ़ा पढ़ी हमको सबको जी जहाँ घरे पिलाटे कम बची जाऊ अच्छा तांकर पीड़ितार घरे जो ताला पड़ी कहीं कहीं नहांती ना कौन घटना बास से कथा मु कहि परिबे तांको बापा तो साडे अछंती तांको मां तो थिले एठी घरे हां समस्त थिले पड़ जाइथु कौन करथु मु से कथा कहि आमे प्रतिज्ञा नौथिले जे समस्त दुखरे भांगी पड़छंती तेणु जेहेतु समस्ते घर को सदा आसबे बहुत कथा पचारिबे तेणु ए दुख समय रे तेणु से कोड पाखरे थाई पारंती संध्याहाल सुधा तांकर मर शरीर आसीबो तेणु आसिले एठी तार सब एठी कवर दिया जिवो तेणु बहुत दुखर समते भांगी जाइछंती तार कार्यक्रम हबो पढ़ा पढ़ी हबो नुआ लुगा आसो सब कम सर फुल फुल अतर फतर जहाँ लगे कथा लगे माइपिटा को गाधुआ पाधुआ करेंगे मर्द लोक नहीं आसबे हाँ प्रतिज्ञा नौथिले ठीक अच्छी आम देखा आगू देखा झीटीर आज कबर दिया बहुत दुखरे भांगी पड़ते समस्ते बलंगा बलंगारू अभिमन्यु पृष्ठ रिपोर्ट प्रतिदिन टीवी।